Good morning, guys. Welcome back to my channel. Sorry, our channel. ମୋ ଚାଟଶାଳୀ ଆମ ଚାଟଶାଳୀ। ତ ଫ୍ରେଣ୍ଡସ୍ ଆମେ ଅଷ୍ଟମ ଶ୍ରେଣୀର ଜିଓଗ୍ରାଫି ବହି ଦ୍ୱିତୀୟ ଚାପ୍ଟରଟା ମାନେ ସେକେଣ୍ଡ ଚାପ୍ଟରଟା କଣ୍ଟିନ୍ୟୁ କରୁଥିଲେ ହେଲା। ତ ଫ୍ରେଣ୍ଡସ୍ ପ୍ରିଭିୟସ୍ ଭିଡ଼ିଓରେ ଆମେ କ'ଣ ଦେଖୁଥିଲେ? ତ ପ୍ରିଭିୟସ୍ ଭିଡ଼ିଓରେ ଆମେ ଦେଖିଥିଲେ ଯେ ପୃଥିବୀର 29 ଭାଗ କ'ଣ ସ୍ଥଳ ଭାଗ ଆଉ ବାକି 71 ଭାଗ କ'ଣ ଜଳଭାଗ। ତ ପୁଣି ଦେଖିଥିଲେ ଯେ ସେଇ ଯେଉଁ ସ୍ଥଳଭାଗ ଯେତିକି ଅଛି ସେଇଟା କ'ଣ ସାତଟା ମହାଦେଶକୁ ନେଇ ଗଠିତ ହେଲା। ଗୋଟେ କ'ଣ ଏସିଆ, ୟୁରୋପ, ଆଫ୍ରିକା ଏମିତି ଅଛି, ନର୍ଥ ଆମେରିକା, ସାଉଥ ଆମେରିକା, ଅଷ୍ଟ୍ରେଲିଆ, ଆଣ୍ଟାର୍କଟିକା ହେଲା। ତ ସବୁଠୁ ବଡ଼ କିଏ କ୍ଷେତ୍ରଫଳ ଅନୁସାରେ ଏସିଆ, ସବୁଠୁ ସାନ କିଏ ଅଷ୍ଟ୍ରେଲିଆ, ଆଉ ଆଣ୍ଟାର୍କଟିକା କ'ଣ ତା ଦେହରେ ସବୁବେଳେ ବରଫାଚ୍ଛନ୍ନ ରହିଥିବାରୁ ସେଇଠି ଜୀବନଯାପନ ଅସମ୍ଭବ। ଓକେ, ତ ଆମେ ନେକ୍ସଟ ଦେଖିବା। ତ ନେକ୍ସଟ ଆମେ ଏତିକି ପଢ଼ିଥିଲେ। ନେକ୍ସଟ ଏଠି ଦେଖି ହେଲା ଭୂ ସମ୍ବଳର ପ୍ରକାରଭେଦ। ଭୂ ସମ୍ବଳର ପ୍ରକାରଭେଦ ଆମେ ଦେଖି ହେଲା। ସମୁଦ୍ର ପତନ ଠାରୁ ସ୍ଥଳଭାଗ ଆଡ଼କୁ ଭୂମିର ଉଚ୍ଚତା କ୍ରମଶଃ ବୃଦ୍ଧି ପାଏ। ମାନେ ସମୁଦ୍ର ଯେଉଁଠି ମାନେ ଶେଷ ହୁଏ ତାପରେ ଯେତେ ଉପରକୁ ଯିବ ଧୀରେ ଧୀରେ କ'ଣ ମାନେ ଭୂମିର ଉଚ୍ଚତା କ୍ରମଶଃ ବୃଦ୍ଧି ପାଏ। ଉଚ୍ଚତା ଦୃଷ୍ଟିରୁ ଭୂଭାଗକୁ ତିନି ଭାଗରେ ବିଭକ୍ତ କରାଯାଇଛି। କେଉଁ ଦୃଷ୍ଟିରୁ? ଉଚ୍ଚତା ଦୃଷ୍ଟିରୁ ଭୂଭାଗକୁ କେତେ ଭାଗରେ ବିଭକ୍ତ କରାଯାଇଛି? ତିନି ଭାଗରେ ହେଲା। ଅଧିକ ଉଚ୍ଚତା ବିଶିଷ୍ଟ ପାହାଡ଼ ଓ ପର୍ବତ ଗୁଡ଼ିକ ପାର୍ବତ୍ୟ ଭୂମି, ଅଳ୍ପ ଉଚ୍ଚ ନିଚ ହୋଇଥିବା ବିସ୍ତୀର୍ଣ୍ଣ ପଥୁରିଆ ଅଞ୍ଚଳକୁ ମାଳଭୂମି ଓ ସମୁଦ୍ର ପତନରୁ ଅଳ୍ପ ଉଚ୍ଚରେ ଥିବା ପ୍ରାୟ ସମାନ ଉଚ୍ଚତା ବିଶିଷ୍ଟ ଅଞ୍ଚଳକୁ ସମତଳ ଭୂମି କୁହାଯାଏ। ସମୁଦ୍ରର କିଛି ବାଟ କିଛି ଦୂରକୁ ଗଲେ ତ ଆମକୁ କ'ଣ ସମତଳ ଭୂମି ମିଳିଥାଏ, ମାନେ ସମାନ ଥାଏ, ହେଲେ ସେମାନଙ୍କୁ କ'ଣ ସମତଳ ଭୂମି କୁହାଯାଏ ହେଲା। ତାପରେ କି ତା ଉପରୁ କିଛି ଅଛି ଉଚ୍ଚ ନିଚ ହୋଇଥିବା ବିସ୍ତୀର୍ଣ୍ଣ ପଥୁରିଆ ଅଞ୍ଚଳ, ତେଣୁ ମାଳଭୂମି ହେଲା। ଆଉ ଯେଉଁଗୁଡ଼ା ପାହାଡ଼ ପାଖରେ ପାହାଡ଼ ପର୍ବତ ଗୁଡ଼ିକ ପାର୍ବତ୍ୟ ଭୂମି ଥାଏ ସେଗୁଡ଼ା ମାନେ ଭ୍ୟାଲି ହେଲା, ଉପତ୍ୟକା ଏସବୁ କହନ୍ତି ଏମାନଙ୍କୁ ପାର୍ବତ୍ୟ ଭୂମି। ଏଠି ଦେଖ ଏଇଟା ସମୁଦ୍ର ହେଲା। ଧୀରେ ଧୀରେ ଏଗୁଡ଼ା ଭୂମି, ସମୁଦ୍ର ତଳେ ବି ମାଟି ଥାଏ ନା ଭୂମି ଥାଏ ନା ନାହିଁ ହେଲା। ଯେତେ ଉପରକୁ ଯିବା ଆମେ ଧୀରେ ଧୀରେ କ'ଣ ବଢ଼ି ଚାଲିଛି ହେଲା। ତ ଏଗୁଡ଼ାକୁ ସମାନ ଅଞ୍ଚଳିଆ ନା, ଏଟାକୁ ସମତଳ ଭୂମି। ଦେଖ ଏଠି ଉଚ୍ଚ ନିଚ, ଏଟା ମାଳଭୂମି, ଆଉ ଏଠି ପର୍ବତ ପାଖରେ ଯେଉଁ ଶେଷ ହୁଏ ପାର୍ବତ୍ୟ ଭୂମି ହେଲା। ହିମାଳୟ, ୟୁରୋପର ଆଲ୍ପସ୍, ଉତ୍ତର ଆମେରିକାର ରକି, ଦକ୍ଷିଣ ଆମେରିକାର ଆଣ୍ଡିଜ୍ ପର୍ବତମାଳାରେ ପୃଥିବୀର ମୁଖ୍ୟ ପାର୍ବତ୍ୟ ଭୂମି ଗୁଡ଼ିକ ଅବସ୍ଥିତ ହେଲା। ସବୁ କିଛି ନାଁ ଦିଆଯାଇଛି, ଆହୁରି କେତେ ଅଛି କିନ୍ତୁ ଏଗୁଡ଼ା କିନ୍ତୁ ମେନ୍ ଗୁଡ଼ା କିଛି ନାଁ ଦିଆଯାଇଛି। ସେହିପରି ଏସିଆର ତିବ୍ବତ ହେଲା। ତିବ୍ବତ ଗୋଟେ ଦେଶ ଥିଲା ଯେଉଁଟାକି ଚାଇନା ସେଇଟା ନିଜ କଣ୍ଟ୍ରୋଲରେ ନେଇଯାଇଛି ହେଲା, ମାନେ ଇଲିଗାଲି। ଗୋବି, ୟୁରୋପର ସ୍କାଣ୍ଡିନେଭିଆ, ଉତ୍ତର ଆମେରିକାର କାନାଡ଼ିଆନ୍ ସିଲ୍ଡ, ଦକ୍ଷିଣ ଆମେରିକାର ବ୍ରାଜିଲ ଓ ପାଟାଗୋନିଆ, ଆଫ୍ରିକାର ଅଧିକାଂଶ ଅଞ୍ଚଳ ଓ ପଶ୍ଚିମ ଅଷ୍ଟ୍ରେଲିଆ, ଭାରତର ଦାକ୍ଷିଣାତ୍ୟ ମାଳଭୂମି ପୃଥିବୀର ମୁଖ୍ୟ ମାଳଭୂମି ରୂପର ପରିଚିତ। କିଛି ମାଳଭୂମିର ସବୁ ମାନେ କେଉଁ ଜାଗା ମାଳଭୂମି ସେଇଟା ଦେଇଛନ୍ତି ହେଲା। ଭାରତର ହିମାଳୟ, ଆରାବଳୀ, ବିନ୍ଧ୍ୟ, ପୂର୍ବ ଘାଟ, ପଶ୍ଚିମ ଘାଟ ପ୍ରଭୃତି ଉଚ୍ଚ ପଥୁରିଆ ଅଞ୍ଚଳ ଗୁଡ଼ିକ ପାର୍ବତ୍ୟ ଭୂମି ଅନ୍ତର୍ଗତ। ଭାରତରେ ଏସବୁ ଦିଆଯାଇଥିଲା ସବୁ ୱାର୍ଲଡ଼ର ଫେମସ୍। ସେମିତି ଏଇଠି କ'ଣ ଭାରତର କିଛି ପାର୍ବତ୍ୟ ଭୂମିର ନାଁ ଦିଆଯାଇଛି ହେଲା। ପାହାଡ଼ ପର୍ବତ ମାଳଭୂମି ଉପରି ଭାଗରେ ଥିବା ମୃତ୍ତିକା ସ୍ତର ପତଳା ପଥୁରିଆ, ତାହାର ଜଳ ଧାରଣ କ୍ଷମତା କମ୍, ମାନେ ଯେଉଁ ପାଣିକୁ ଯେଉଁ ଅଟକାଇ ରଖିବ ହେଲା, ସେଗୁଡ଼ା ଯେଉଁ ପାହାଡ଼ ପର୍ବତ ମାଳ ଯେଉଁ ଥାଏ ନା ମୃତ୍ତିକା, ସେଇଟା ତାଙ୍କର ଦେହରେ ସେ କ୍ଷମତା ବହୁତ କମ୍ ଥାଏ ହେଲା। ତେଣୁ ସେସବୁ ଅଞ୍ଚଳ କୃଷିକାର୍ଯ୍ୟ ଲାଭଜନକ ନୁହେଁ ହେଲା। ବିଭିନ୍ନ ନଦୀ ଉପତ୍ୟକା, ତ୍ରିକୋଣଭୂମି ଅଞ୍ଚଳ ଏବଂ ସମୁଦ୍ର ଉପକୂଳ ସମତଳ ଭୂମି ମାନେ ଦେଖାଯାଏ। ତ ସମତଳ ଭୂମି ପ୍ରାୟ କେଉଁଠି ଦେଖାଯାଏ? ନଦୀ ଉପତ୍ୟକା, ନଦୀ ଆଖପାଖରେ, ତ୍ରିକୋଣଭୂମି ଅଞ୍ଚଳ ଏବଂ ସମୁଦ୍ର ଉପକୂଳରେ ହେଲା। ପୃଥିବୀର ମୁଖ୍ୟ ସମତଳ ଭୂମି ମଧ୍ୟରେ ହେଉଛି ଏସିଆର ସାଇବେରିଆ, ଉତ୍ତର ଆମେରିକାର କେନ୍ଦ୍ରୀୟ ସମତଳ ଭୂମି, ଦକ୍ଷିଣ ଆମେରିକାର ଆମାଜନ, ପାରାନ୍ପାରାଗୁଏ ହେଲା,
ଅବବାହିକା, ଆଫ୍ରିକାର ନୀଳ ନଦୀ ଓ କଙ୍ଗ ନଦୀ ଅବବାହିକା ଉଲ୍ଲେଖଯୋଗ୍ୟ ହେଲା। ଭାରତର ଗାଙ୍ଗେୟ ଓ ଉପକୂଳବର୍ତ୍ତୀ ସମତଳ ଅଞ୍ଚଳ ଏବଂ ଓଡ଼ିଶାର ମହାନଦୀ ଅବବାହିକା ବଙ୍ଗୋପସାଗର ଉପକୂଳ ଅଞ୍ଚଳ ସମତଳ ଭୂମି ରୂପେ ପରିଚିତ ହେଲା। ସମତଳ ଭୂମି ଗୁଡ଼ିକର ମୃତ୍ତିକାର ସ୍ତର ବହଳ ଓ ଜଳଧାରଣ କ୍ଷମତା ଅଧିକା ହୋଇଥିବାରୁ ସେଗୁଡ଼ିକୁ ଉର୍ବର ଏବଂ ସେଠି କୃଷିକାର୍ଯ୍ୟ ଲାଭଜନକ ହେଲା। ଜଳଧାରଣ କ୍ଷମତା ମାନେ ବୁଝିଲେ କ'ଣ ବୁଝ ହେଲା। ଜଳଧାରଣ କ୍ଷମତା ମାନେ ସେ ଯେଉଁ ମାଟିରେ ଧର ଗଛ ତମେ ଯେଉଁ ଚାଷ ପାଇଁ ଧାନ ଗଛ ପୋତା ହେଇଛି ହେଲା, ପାଣି ଦେଇଥିବ ହେଲା। କିଛି ଜାଗାରେ ଅଛି ଯେଉଁମାନଙ୍କର ଜଳଧାରଣ କ୍ଷମତା କମ୍ ଥାଏ, ସେଇଠି ସେ ପାଣି ସାଙ୍ଗେ ସାଙ୍ଗେ ଶୁଖିଯିବ, ସେ ମାଟି ଭିତରୁ ଟାଣି ନେଇଯିବ ହେଲା। ଆଉ କିଛି ଜାଗାରେ ସେମିତି ପାଣି ଇଏ ରହିବ ହେଲା, ମାନେ ସେମିତି ରହିବ, ଟିକେ କମୁଥିବ ହେଲା, ମାନେ ବହୁତ ଲେଟ୍ରେ କମେ। ସେଗୁଡ଼ାର ସେ ମୂର୍ତ୍ତିକାର କ'ଣ ଜଳଧାରଣ କ୍ଷମତା ଅଧିକା ଥାଏ ହେଲା। ତାପରେ ଦେଖିବା ଭୂ ବ୍ୟବହାର। ମନୁଷ୍ୟ ତା'ର ଜୀବନ ଜୀବିକା ପାଇଁ ଭୂ ସମ୍ବଳକୁ ବିଭିନ୍ନ ଭାବରେ ବ୍ୟବହାର କରିଥାଏ। ବସତି ସ୍ଥାପନ, କୃଷିକାର୍ଯ୍ୟ, ପଶୁପାଳନ, ଗମନାଗମନ, ପଥ ନିର୍ମାଣ, ବନୀକରଣ, ଖଣିଜ ଉତ୍ତୋଳନ, କାରଖାନା, ବାଣିଜ୍ୟ କେନ୍ଦ୍ର ସ୍ଥାପନ ଆଦି କାର୍ଯ୍ୟକୁ ଭୂମି ବ୍ୟବହାର କରାଯାଇଥାଏ। ଏହାକୁ ଭୂ ବ୍ୟବହାର କୁହାଯାଏ ହେଲା। ତ ଭୂ ବ୍ୟବହାର ଏମିତି କ୍ୱେଶ୍ଚିନ୍ ଆସେ, ଭୂ ବ୍ୟବହାର କହିଲେ କ'ଣ ବୁଝ? ସେଠି ତୁମେ ଲେଖିବ ମନୁଷ୍ୟ ତା'ର ଜୀବନ ଜୀବିକା ପାଇଁ ଭୂ ସମ୍ବଳକୁ ବିଭିନ୍ନ ଭାବରେ ବ୍ୟବହାର କରାଯାଇଥାଏ। ତ ସେମିତି ନିଜ ମନରୁ ଲେଖିବ ଆମ ଭୂମି କେଉଁ ପାଇଁ, ମାନେ କ'ଣ କାରଣ ପାଇଁ ଆମେ ୟୁଜ୍ କରିଥାଉ, ମାନେ ବ୍ୟବହାର କରିଥାଉ। ବସତି ଆମେ ରହିବା ପାଇଁ, ବସତି ସ୍ଥାପନ ଯେଉଁ ଆମ ଘର ବାଡ଼ି ନିର୍ମାଣ କରିବା ପାଇଁ, କୃଷି କାର୍ଯ୍ୟ କରିବା ପାଇଁ, ପଶୁପାଳନ, ତାପରେ କାରଖାନା, ବାଣିଜ୍ୟ, ଏସବୁ ସଡ଼କ ଇତ୍ୟାଦି ହେଲା। ଏହାକୁ ଭୂ ବ୍ୟବହାର କରାଯାଏ ହେଲା। କୌଣସି ଅଞ୍ଚଳର ଭୂମିକୁ କେଉଁ କାର୍ଯ୍ୟ ପାଇଁ ବ୍ୟବହାର କରାଯିବ ଓ ସେହି କାର୍ଯ୍ୟ କେଉଁ ଉପାୟରେ କରାଯିବ ପାରିବ ତାହା ସେହି ଅଞ୍ଚଳର ଦୁଇ ପ୍ରକାର ଅବସ୍ଥା ଉପରେ ନିର୍ଭର କରାଯାଇଥାଏ ହେଲା। ମାନେ କେଉଁ ଅଞ୍ଚଳର ଭୂମିକୁ କେଉଁ କାର୍ଯ୍ୟ ପାଇଁ ବ୍ୟବହାର କରାଯିବ ଓ ସେହି କାର୍ଯ୍ୟ କେଉଁ ଉପାୟରେ କରାଯିବ ତାହା ସେହି ଅଞ୍ଚଳର ଦୁଇ ପ୍ରକାର ଅବସ୍ଥା ଉପରେ ନିର୍ଭର କରାଯାଏ। କ'ଣ କି ଅବସ୍ଥା? ଗୋଟେ ପ୍ରାକୃତିକ ଅବସ୍ଥା ଆଉ ଗୋଟେ ମାନବୀୟ ଅବସ୍ଥା ହେଲା। ତାହେଲେ ଦେଖିବା ପ୍ରାକୃତିକ ଅବସ୍ଥା କ'ଣ? ପ୍ରାକୃତିକ ଅବସ୍ଥା ଗୁଡ଼ିକ ମଧ୍ୟରେ ସେହି ଅଞ୍ଚଳର ଭୂ ପ୍ରକୃତି, ମୃତ୍ତିକା, ଜଳବାୟୁ, ଖଣିଜ ଏବଂ ଜଳର ସୁଲଭତା ଆଦି ପ୍ରଧାନ। ସେପରି ମାନବୀୟ ଅବସ୍ଥା ଗୁଡ଼ିକ ମଧ୍ୟରେ ସେ ଅଞ୍ଚଳର ଜନସଂଖ୍ୟା, ଶିକ୍ଷା, ବୈଷୟିକ ଜ୍ଞାନ, ପ୍ରୟୋଗାତ୍ମକ କୌଶଳ ମୁଖ୍ୟ ଅଟେ ହେଲା। ଏହିସବୁ ଅବସ୍ଥା ପୃଥିବୀର ସବୁ ଅଞ୍ଚଳରେ ସମାନ ନୁହେଁ, ତେଣୁ ପୃଥିବୀର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଭାବରେ ଭୂମିକୁ ବ୍ୟବହାର କରାଯାଇଥାଏ ହେଲା। ତ ଭୂମିକୁ ବ୍ୟବହାର କରିବା ପାଇଁ କେଉଁ ଭଳିଆ ବ୍ୟବହାର କରାଯିବ ଏବଂ କେଉଁ ଉପାୟରେ ବ୍ୟବହାର କରାଯିବ ସେଇଟା ବେସିକାଲି ଦୁଇଟା ଅବସ୍ଥା ଉପରେ ନିର୍ଭର କରେ। ସେ କ'ଣ? ପ୍ରାକୃତିକ ଅବସ୍ଥା, ଗୋଟେ ମାନବୀୟ ଅବସ୍ଥା। ତ ପ୍ରାକୃତିକ ଅବସ୍ଥା କହିଲେ କ'ଣ? ସେଇଠି ଭୂ ପ୍ରକୃତି କ'ଣ, ଭୂମିଟା କେଉଁ ପ୍ରକାର, ମୃତ୍ତିକା ଉର୍ବର ଅଛି ନା ଅନୁର୍ବର, ଜଳବାୟୁ କେମିତି, ସେଠି ଖଣିଜ ପଦାର୍ଥ ଅଛି କି ନାହିଁ, ଆଖପାଖରେ ପାଣିର ସୁବିଧା। ଧର ଗୋଟେ ଫ୍ୟାକ୍ଟ୍ରି ବନାହବ ତମ ଜାଗାରେ, ତମ ଗାଁରେ ହେଲା। ସେମାନେ ଆସି କ'ଣ ଦେଖିବେ? ଯେ ଗମନାଗମନ ଠିକ୍ ଅଛି କି ନାହିଁ, ପାଖରେ ପାଣିର ସୁବିଧା ଅଛି କି ନାହିଁ, ଏସବୁ ଦେଖିବେ ହେଲା। ସେ ନଥିଲେ ସେ ସେଇଠି କରିବେନି। ଓକେ। ତ ସେପରି ମାନବୀୟ ଅବସ୍ଥା ଆସେ, ଜନସଂଖ୍ୟା କେଉଁ ଭଳିଆ, କେମିତିଆ, ଶିକ୍ଷା, ସେଇଠିକାର ଲୋକ ଶିକ୍ଷା କେମିତି ପାଇଛନ୍ତି, ବୈଷୟିକ ଜ୍ଞାନ, ପ୍ରଯୁକ୍ତିବିଦ୍ୟା, ପ୍ରୟୋଗାତ୍ମକ କୌଶଳ ଏସବୁ ଉପରେ ନିର୍ଭର କରେ ହେଲା। ସବୁ ଅବସ୍ଥାରେ ସବୁଆଡ଼େ ସେମ୍ ନଥାଏ, କେଉଁଠି ପାଣି ଜଳସେଚନ ଅଧିକା ଥାଏ, କେଉଁଠି କମ୍ ଥାଏ ହେଲା। ତେଣୁ ପୃଥିବୀର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଭାବରେ ଭୂମିକୁ ବ୍ୟବହାର କରାଯାଏ ହେଲା। ପୃଥିବୀର ସବୁ ଜାଗାର ଭୂମିକୁ କ'ଣ ସମାନ ଉପାୟରେ ବ୍ୟବହାର କରାଯାଇପାରିବ କି? କେବେ ବି ନୁହେଁ ହେଲା। ଦେଖିବା ତୁମେ ଜାଣିଛ କି ପୃଥିବୀରେ ଥିବା ମୋଟ ସ୍ଥଳଭାଗର 30% ଭୂମିର ପୃଥିବୀର ମୋଟ ଜନସଂଖ୍ୟା 90% ଲୋକ ବାସ କରନ୍ତି ହେଲା। ସେଗୁଡ଼ା ପୃଥିବୀର ଜନବହୁଳ ଅଞ୍ଚଳ। ଅବଶିଷ୍ଟ 70% ଭୂମିର ମାତ୍ର 10% ଲୋକ ବାସ କରିଥାଏ, ସେଗୁଡ଼ା ପୃଥିବୀର ଜନବହୁଳ ଅଞ୍ଚଳ ହେଲା। ଦେଖ ପୃଥିବୀ ଆମ ସ୍ଥଳଭାଗ କେତେ? ପୃଥିବୀର 30% ହେଲା। ଯଦି ଏଇଟା ଆମର 100% ଭୂମି, 100% ଭୂମି ହେଲା, ତା'ର 30% ଲୋକରେ ଆମର ଜନସଂଖ୍ୟାର 90% ମାନେ 90% ଲୋକ ଏଇ 30% ଭିତରେ ରୁହେ ହେଲା। ବାକି ଏଇଠି 10% ରୁହେ ହେଲା। ତ ଏଇଠି 10% ରହିବା କାରଣ ଏଇଠି ପର୍ବତ, ପାହାଡ଼ ଏସବୁ ଥାଏ, ସେଇଠି ଲୋକ ରହିପାରିବେନି, ସେଇଥିପାଇଁ ଏଠି କମ୍ ଲୋକ ଥାଏ। ଓକେ। ଏଠି ଦେଖିବା ପୃଥିବୀର କେତେ ବଛା ଦେଶ ଭୂ ବ୍ୟବହାର ନମୁନା ହେଲା 70%ରେ ହେଲା। ଫାର୍ଷ୍ଟ ଦେଶର ନାଁ ଦିଆଯାଇଛି। କୃଷିଭୂମି ମାନେ କୃଷିଭୂମି କେତେ ଶତକଡ଼ା ସେମାନେ କୃଷି ପାଇଁ ମାନେ ପ୍ରୟୋଗ କରୁଛନ୍ତି। ଚାରଣଭୂମି କହିଲେ ମାନେ ପଶୁପାଳନ, ଗୋଚରଣ ବା ସେମିତି ଅନବାଦିଆ ଜମି ଏଗୁଡ଼ା ହେଲା। ବନଭୂମି କହିଲେ କେତେ ଭାଗ ତାଙ୍କର ଫରେଷ୍ଟ ମାନେ
ଜଙ୍ଗଲ ଅଛି ହେଲା ଅନ୍ୟାନ୍ୟ ବସତି ସ୍ଥାପନ ହେଲା। ତ ଅଷ୍ଟ୍ରେଲିଆର କୃଷିଭୂମି କେତେ 6%, ଚାରଣଭୂମି 56%, ବଣଭୂମି 14%, ଅନ୍ୟାନ୍ୟ 24% ହେଲା। ଶତକଡ଼ା ପରସେଣ୍ଟ ସେମ୍ ହେଲା, ପରସେଣ୍ଟ ଇଂଲିଶରେ କହନ୍ତି, ଶତକଡ଼ା ଓଡ଼ିଆରେ କହନ୍ତି ହେଲା। ବ୍ରାଜିଲରେ କୃଷିଭୂମି କେତେ 9 ଶତକଡ଼ା, ଚାରଣଭୂମି 20%, ଆଉ ବଣଭୂମି ବ୍ରାଜିଲରେ ଅଧିକା ଜଙ୍ଗଲ ହେଲା 66 ଶତକଡ଼ା ହେଲା, ଅନ୍ୟାନ୍ୟ 5 ଶତକଡ଼ା। ଏମିତି କାନାଡ଼ାର କୃଷିଭୂମି 5 ଶତକଡ଼ା ହେଲା, ଚାରଣଭୂମି 4, ବନଭୂମି 39 ଆଉ ଅନ୍ୟାନ୍ୟ 52 ହେଲା। ଚୀନରେ ସେମିତି କୃଷିଭୂମି 10 ଶତକଡ଼ା, ଚାରଣଭୂମି 34 ଶତକଡ଼ା, ବନଭୂମି 14, ଅନ୍ୟାନ୍ୟ 42 ହେଲା। ଫ୍ରାନ୍ସ, ଆମ ଭାରତ କାହିଁ ଆସୁନି, ଅଛି ତାପରେ ହଁ ଫ୍ରାନ୍ସ, ତାଙ୍କର କୃଷିଭୂମି କେତେ 35 ହେଲା, ଚାରଣଭୂମି 21, ବନଭୂମି 27, ଅନ୍ୟାନ୍ୟ 17। ତ ଆମର ଆସିଲା ଏଇଟା ଦରକାର ନା, ଆମର ସମସ୍ତଙ୍କର ଭାରତ ବିଷୟରେ ଜାଣିବାର ଇଚ୍ଛା ହେଲା, ଆମ ନିଜ ଦେଶ ବିଷୟରେ ହେଲା। ଭାରତରେ କ'ଣ କୃଷିଭୂମି କେତେ ଦେଖ କେତେ ଅଧିକା 57%, ଚାରଣଭୂମି ବହୁତ କମ୍ 4%, ବନଭୂମି କେତେ 22%, ଅନ୍ୟାନ୍ୟ 17 ହେଲା। ସେମିତି ଜାପାନର 12, 2, 67, 19, ରୁଷିଆର 8, 5, 44, ଯୁକ୍ତରାଜ୍ୟ କହିଲେ କ'ଣ, ଯୁକ୍ତରାଜ୍ୟ ସବୁ ଲଣ୍ଡନ ଇଂଲଣ୍ଡ ନା ଶୁଣିନ କି, ସେଗୁଡ଼ା ଯୁକ୍ତରାଜ୍ୟ ହେଲା। ଆଗକୁ ଜାଣିବ ଯୁକ୍ତରାଜ୍ୟ ଯୁକ୍ତରାଷ୍ଟ୍ର ଭିତରେ ଫରକ, ଏଇ ଜାଣିନ ଅଷ୍ଟମ କି ନବମରେ ପଢ଼ିବ ହେଲା। ଯୁକ୍ତରାଜ୍ୟ କ'ଣ, ଯୁକ୍ତରାଷ୍ଟ୍ର ଆମେରିକା କ'ଣ ଏସବୁ ହେଲା। ଯୁକ୍ତରାଜ୍ୟ 29 କୃଷିଭୂମି, ଚାରଣଭୂମି 46, ବଣଭୂମି 10, ଅନ୍ୟାନ୍ୟ 16। ଯୁକ୍ତରାଷ୍ଟ୍ର 21, ଯୁକ୍ତରାଷ୍ଟ୍ର ଏଇଟା ଆମେରିକା ହେଲା, USA ହେଲା ବା ଆମେରିକା 21, 26, 32, 21 ହେଲା। ତ ଆମେ ଯଦି ମୋଟ ପୃଥିବୀରେ ଦେଖିବା, ପୃଥିବୀର 11% କୃଷିଭୂମି ପାଇଁ ୟୁଜ୍ ହୁଏ, ମାନେ ପୃଥିବୀର ଯେଉଁ ଆମର ଯେତିକି ସ୍ଥଳ ଭାଗ ତା ଦେହରେ 11% କ'ଣ କୃଷିଭୂମିରେ କୃଷି ପାଇଁ ବ୍ୟବହାର ହୋଇଥାଏ, ଆଉ 26% ଚାରଣଭୂମିରେ, ବଣଭୂମି 31%, ଅନ୍ୟାନ୍ୟ 32% ହେଲା। ତାପରେ ଆମେ ଏଠି ଦେଖିବା ହେଲା କୃଷିଭୂମି ସର୍ବାଧିକ, ମାନେ କୃଷିଭୂମି ପାଇଁ ଯେଉଁ ହେଉଥିବା ବ୍ୟବହାର ହେଉଥିବା ଭୂମି ସର୍ବାଧିକ କେଉଁ ଦେଶ ୟୁଜ୍ କରିଥାଏ ହେଲା। ତ ସେଇଠି ଆମେ କେତେ ଦେଖିବା 57, ମାନେ ଆମ ଇଣ୍ଡିଆ ଭାରତ। ତ ସେଇଠି କ୍ୱେଶ୍ଚିନ୍ ଯଦି ଆସିବ ଯେ କେଉଁ ଦେଶ କୃଷିଭୂମି ପାଇଁ ସର୍ବାଧିକ ଭୂମି ବ୍ୟବହାର କରିଥାଏ, ତ ସେଇଠି କ'ଣ ଭାରତ ହେଲା। ଆଉ ସବୁଠୁ କମ୍ କିଏ 5 କିଏ କାନାଡ଼ା ସବୁଠୁ ତାଙ୍କର ଭୂମି କମ୍ ବହୁତ ୟୁଜ୍ କରିଥାଏ କୃଷି ପାଇଁ ହେଲା। ତ ଚାରଣଭୂମି କେଉଁ ଦେଶର ଅଧିକା 56, ଅଷ୍ଟ୍ରେଲିଆର, କାହାର କମ୍ 2, ଜାପାନର। ବଣଭୂମି କାହାର ଅଧିକା 66, ବ୍ରାଜିଲର ହେଲା। ଏଠି ମୁଁ କରିଦେଉଛି, ଏଇଟା କ'ଣ କାନାଡ଼ାର 5% ହେଲା। ତା ଚାରଣଭୂମି ଅଧିକା କାହାର ଅଷ୍ଟ୍ରେଲିଆର, କମ୍ କାହାର ଜାପାନର। ବଣଭୂମି କାହାର ବ୍ରାଜିଲର ଅଧିକା, କମ୍ କାହାର 14, 10 ଯୁକ୍ତରାଜ୍ୟର। ଅନ୍ୟାନ୍ୟ କାହାର ଅଧିକା 52, କାନାଡ଼ାର ଅଧିକା, କମ୍ କାହାର ବ୍ରାଜିଲର, ହେଲା। ତ ଏଠି ଦେଖିଦେବା ଆମେ କ'ଣ ଲେଖା ହେଇଛି। ସାରଣୀକୁ ପଢ଼ି ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଦିଅ। କେଉଁ ଦେଶମାନଙ୍କର କୃଷି ପାଇଁ, ଚାରଣ ପାଇଁ, ଅରଣ୍ୟ ପାଇଁ, ଅନ୍ୟାନ୍ୟ ବ୍ୟବହାର ପାଇଁ ସର୍ବାଧିକ ଶତାଂଶ ଭୂମି ରଖାଯାଇଛି। ତ ଏଠି କେଉଁ ଦେଶର କୃଷି ପାଇଁ କାହାର ଭାରତ, ଚାରଣ ପାଇଁ କାହାର ଅଧିକା ଥିଲା, ଚାରଣ ପାଇଁ ଅଷ୍ଟ୍ରେଲିଆର ବହୁତ ଅଧିକା ଥିଲା, ହଁ ଅଷ୍ଟ୍ରେଲିଆର। ଅରଣ୍ୟ ପାଇଁ ବ୍ରାଜିଲ ତ ହଁ ବ୍ରାଜିଲ। ତାପରେ ଅନ୍ୟାନ୍ୟ ବ୍ୟବହାର ପାଇଁ ସର୍ବାଧିକ କାହାର ଥିଲା, ଅନ୍ୟାନ୍ୟ ପାଇଁ ଅଷ୍ଟ୍ରେଲିଆ ନା କାନାଡ଼ାର ଅନ୍ୟାନ୍ୟ ପାଇଁ ସର୍ବାଧିକ ହେଲା। ତାପରେ ଦେଖିବା ଭାରତର ଭୂମିକୁ ମୁଖ୍ୟତଃ ଅରଣ୍ୟ ଭୂମି, ଚାରଣ ବା ଗୋଚର ଭୂମି, କୃଷି ଭୂମି, ଜନବସତି, କଳକାରଖାନା, ରାସ୍ତାଘାଟ ଇତ୍ୟାଦି ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଥାଏ। ଭାରତର ସମୁଦାୟ ଭୂମିର ଶତକଡ଼ା ପ୍ରାୟ 44 ଭାଗ କୃଷି କାର୍ଯ୍ୟ ପାଇଁ ବ୍ୟବହାର କରାଯାଏ। 19 ଭାଗ କ'ଣ ଜନବସତି, ମାତ୍ର 4 ଭାଗ ସ୍ଥାୟୀ ଚାରଣ ଓ ଗୋଚର ଭୂମି ରୂପରେ ବ୍ୟବହାର ହେଉଛି ହେଲା।
ଜାତୀୟ ଅରଣ୍ୟ ନୀତି ଅନୁସାରେ ପାରିସ୍ଥିତିକ ସନ୍ତୁଳନ ପାଇଁ ଦେଶର ସମୁଦାୟ ଆୟତନ ଶତକଡ଼ା 33 ଭାଗ ଭୂମି ଅରଣ୍ୟ ପାଇଁ ଆବଶ୍ୟକ ହେଉଥିବା ବେଳେ ଭାରତର ପ୍ରାୟ ଶତକଡ଼ା 22 ଭାଗ ଭୂମି ଅରଣ୍ୟ ଦ୍ୱାରା ଆଚ୍ଛାଦିତ ହେଲା। ତ ଏଠି କ'ଣ କୁହାଯାଇଛି, ଜାତୀୟ ଅରଣ୍ୟ ନୀତି ଅନୁସାରେ ଯେଉଁ ନ୍ୟାସନାଲ୍ ମାନେ ଅନ୍ତର୍ଜାତୀୟ ହେଲା ଅନ୍ତର୍ଜାତୀୟ ଫରେଷ୍ଟ ରୁଲ୍ ଅନୁସାରେ ପାରିସ୍ଥିତିକ ସନ୍ତୁଳନ ପାଇଁ ମାନେ ସବୁ ପରିବେଶ ସନ୍ତୁଳନ ପାଇଁ ଦେଶର ସମୁଦାୟ ଆୟତନ ମାନେ ଦେଶ ଯେତେ ବଡ଼ ତାର 33 ଭାଗ ଭୂମି କ'ଣ ଅରଣ୍ୟ ରହିବା ଆବଶ୍ୟକ। ବଟ୍ ଆମ ଭାରତରେ କେତେ ଅଛି? 22 ଭାଗ ହେଲା। ଓଡ଼ିଶାର ପ୍ରାୟ ଶତକଡ଼ା 47 ଏଇଟା ଓଡ଼ିଶାର ଡାଟା ଦେଇଛି ହେଲା। 47 ଭାଗ କୃଷିକାର୍ଯ୍ୟ 16 ଭାଗ ପାଇଁ ଜନବସତି ଓ 5 ଭାଗ ଚାରଣ ଗୋଚର ପାଇଁ ଭୂମି ଏବଂ 32 ଭାଗ ଭୂମି ଅରଣ୍ୟ ରୂପେ ବ୍ୟବହାର କରାଯାଉଛି ହେଲା। ଆମର 32 ଭାଗ ଅଛି ଆଉ 1% ହେଲେ 33 ଭାଗ ହେଇଯିବ ହେଲା। ତ ଏଇ ଭିଡ଼ିଓରେ ଏତିକି ହେଲା। ଭିଡ଼ିଓ ବହୁତ ବଡ଼ ହେଇଯାଉଛି। ତ ନେକ୍ସଟ ଭିଡ଼ିଓରେ ଆମେ ଦେଖିବା ହେଲା। ଯଦି କିଛି ବୁଝିନ ତ ଏଇ ଡାଟାଟା ଟିକେ ମନେ ରଖିବ, ଏତେ ମନେ ରଖିବନି କାହାର ଅଧିକା କାହାର କମ୍ ହେଲା, ଖାଲି ଏତିକି ମନେ ରଖିଲେ ହେବ। ଆଉ ଏ ପୃଥିବୀର ଆମ ଇଣ୍ଡିଆର ହେଲା ଏକ୍ଜାମ୍ରେ ଆସିବ ଭାରତର ପୃଥିବୀର ଆଉ କାହାର ଅଧିକା କାହାର କମ୍ ହଁ, ଆଉ ଏଇଠି ଓଡ଼ିଶାର ଡାଟା ଟିକେ ମନେ ରଖିବା ହେଲା। ତ ଏଇ ଭିଡ଼ିଓରେ ଏତିକି ହେଲା। ଆଉ ଭଲ ଲାଗିଲେ ଲାଇକ୍ କରିଦେବେ, ସେୟାର ସବସ୍କ୍ରାଇବ୍, ଆଉ ବି ଡାଉଟ୍ ଥିଲେ କମେଣ୍ଟ, ଆଉ ଯଦି ଭଲ ଲାଗୁଥିବ ଭିଡ଼ିଓ ସେ କମେଣ୍ଟ କରିବେ ନାଇସ୍ ଭିଡ଼ିଓକୁ ଲେଖିକି। ତ ନେକ୍ସଟ ଭିଡ଼ିଓରେ ଦେଖା ହେବ ପୁଣି ଏଇଠୁ ଆରମ୍ଭ କରିବା ଆମେ। ଟିଲ୍ ଦେନ୍ ଥ୍ୟାଙ୍କ୍ସ ଫର୍ ୱାଚିଂ।